ହଁ କେତେବେଳେ କଣ ବାହାଘର ନାଚି ଧୂଳି ଉଡେ ଯେମିତି ପାଦ ଫାଦ ଅଛି ନା ରିସେପ୍ସନ ଆସିବ ପାଦ ଫାଦ ରହିବା କଥା ନୁହଁ ବିକଜ ମୁଁ ସୁମନକୁ ମୋ ସାନ ଭଉଣୀ କମ୍ ମୋ ଛୁଆ ଅଧିକ ଭାବେ ସେଥିପାଇଁ ମୁଁ ଏତେ ଖୁସିରେ ନାଚୁଛି ଯେ ତାର ଏତେ 4 ବର୍ଷର ସ୍ୱପ୍ନ ସତ ହବାକୁ ଯାଉଛି ତ ଆମେ ତ ଭାଇ ଡେଇଁବା ନା ଆମେ ଯାହାକୁ ଭଲ ପାଉଛେ ଯେତେବେଳେ ତାର ଜୀବନ ସାଥୀ ହବା ଖୁସିରେ ନାଚିବା କଥା ଆଉ ମୁଁ ବେଶୀ ଖୁସିରେ ନାଚିଲି ଯେ ଯାହା ହଉ ମୋ ଛୁଆଟା କମ ସେ କମ ଯାହାକୁ ଭଲ ପାଉଥିଲା ତାକୁ ବାହା ହେଇଗଲା ଏଇଟା ସମସ୍ତଙ୍କ ଭାଗ୍ୟରେ କଥା। ଆପଣ କେତେ ଥର ତାକୁ ପଚାରୁଛନ୍ତି ଆରେ ସୁମନ କେବେ ବାହା ହବ ଆରେ ସାପ୍ଲିନ ଦି ଜଣ କେବେ ବାହା ହବ କେତେ ଥର ପଚାରୁଛନ୍ତି ମୁଁ ତ ଜାଣିଛି ବାହା ହେବେ ସେମାନେ ଆଉ କଣ ପଚାରିବି କେବେ ଭୋଜିଟା କେବେ ଖାଇବୁ ଭୋଜିଟା କେବେ ବହୁତ ଥର ପଚାରୁଛୁ ସିରିଏଲ ତ ଡେଲି ପଚାରୁଛୁ କେବେ ଖାଇବୁ କେବେ ଖାଇବୁ କେବେ ଖାଇବୁ ଦେଖା ଲାଷ୍ଟକୁ ସାପ୍ଲିନ ନିଜେ ପଳେଇ ଆସିଲେ ତାପରେ ମିଶିକି ସେଠି ଖାଇଲୁ ଡେଲି ତାପରେ ବାହାଘର ଭୋଜି ଖାଇଲୁ ଏବେ ରିସେପ୍ସନ ଭୋଜି ଖାଇବୁ ମେହେନ୍ଦୀ ଭୋଜି ଖାଇଛୁ ହଳଦୀ ଭୋଜି ଖାଇଛୁ ଟୋଟାଲ ଭୋଜି ଖାଇ ଖାଇ ଦେଇଆ। ଆଚ୍ଛା ଆପଣ ବାହାଘରରେ କଣ ଖାଇଥିଲେ ନାଚି ନାଚି ଆଉ ନଥିଲା ନା ନା ବାହାଘରରେ ଭୋଜି ଖାଇଛୁ ଆଉ ଝିଅ ଯେହେତୁ ଆମ ନିଜ ଝିଅ ଆମ ନିଜ ପୁଅ ବେଶୀ ତ ଖାଇହବନି କିନ୍ତୁ ଯେତିକି ବି ଖାଇଛୁ ଆତ୍ମା ଶାନ୍ତି କଲା ଭଳିଆ ଖାଇଛୁ ଆଉ ଆମେ ତ ନ ଖାଇଲେ କିଛି ହବନି ଆଉ ହଁ ନିହାତି ନା